2026 ବୃଦ୍ଧମାନଙ୍କ ପାଇଁ ବଡ଼ ଖୁସି ଖବର ସରକାର ଘୋଷଣା କଲେ 8ଟି ନୂଆ ସୁବିଧା। ନମସ୍କାର, ଗୁଡ୍ ମର୍ଣ୍ଣିଂ। ଜୋନ୍ ଓଡ଼ିଆ ଟିଭି ୟୁଟ୍ୟୁବ ଚ୍ୟାନେଲରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆପଣ ଜାଣିଛନ୍ତି କି 2026 ମସିହାରେ ବୃଦ୍ଧ ନାଗରିକମାନଙ୍କ ପାଇଁ ସରକାର ଆଣିଛନ୍ତି 8ଟି ବଡ଼ ସୁବିଧା। ପେନସନ୍, ଚିକିତ୍ସା, ଯାତ୍ରା ଏବଂ ସୁରକ୍ଷା ସବୁକିଛିରେ ବଡ଼ ପରିବର୍ତ୍ତନ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 2026ରେ ବୃଦ୍ଧମାନଙ୍କ ପାଇଁ ନୂତନ ପେନସନ୍ 7,500 ପର୍ଯ୍ୟନ୍ତ ବଢ଼ିପାରେ। ମହଙ୍ଗାଇ ସହିତ ବଢ଼ିବାକୁ ଏହା ମଧ୍ୟ ସହାୟତା। 60 ବର୍ଷ ଉପରେ ବୟସ ଥିବା ବୃଦ୍ଧମାନଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ହେଲ୍ଥ ଇନ୍ସୁରାନ୍ସ, ହସ୍ପିଟାଲ ଖର୍ଚ୍ଚର ଚିନ୍ତା ନାହିଁ। ସରକାରୀ ହସ୍ପିଟାଲରେ ବୃଦ୍ଧମାନଙ୍କୁ ମାଗଣା ଔଷଧ, ଟେଷ୍ଟ ଓ ଚେକଅପ୍ କରାଯିବ। ଟ୍ରେନ୍ ଓ ସରକାରୀ ବସ୍ରେ 50% ପର୍ଯ୍ୟନ୍ତ ଭଡ଼ା ଛୁଟ୍। ଦେଶ ଘୁରିବା ଏବେ ସହଜ। ବୃଦ୍ଧାବସ୍ଥାରେ ରାଶି ବୃଦ୍ଧି ଏବଂ ଅଧିକ ବୃଦ୍ଧ ନାଗରିକ ଏହାର ଲାଭ ପାଇବେ। ଏକାକୀ ବସୁଥିବା ବୃଦ୍ଧମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର, ତ୍ୱରିତ ପୋଲିସ ସହାୟତା। ସରକାରର ନୂଆ ସିନିୟର ସିଟିଜେନ୍ କେୟାର ସେଣ୍ଟର ଖୋଲିବେ, ଯେଉଁଠାରେ ଚିକିତ୍ସା ଓ ସମ୍ମାନ ଦୁହେଁ ମିଳିବ। ପେନସନ୍, ସାର୍ଟିଫିକେଟ୍, ସ୍ୱାସ୍ଥ୍ୟ ସେବା ସବୁ ଅନଲାଇନ୍ ଓ ସହଜ ପ୍ରକ୍ରିୟା ହେବ। 2026ରେ ବୃଦ୍ଧମାନଙ୍କ ପାଇଁ ସତରେ ସୁନାର ସମୟ। ଏହି ସୁବିଧାଗୁଡ଼ିକ ଆମର ବୃଦ୍ଧ ମା ବାପାଙ୍କୁ ସମ୍ମାନଜନକ ଜୀବନ ଦେବ। ଭିଡିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ ଆମର ଜୋନ୍ ଓଡ଼ିଆ ଟିଭି ୟୁଟ୍ୟୁବ ଚ୍ୟାନେଲକୁ ଏବଂ କମେଣ୍ଟରେ ଲେଖନ୍ତୁ କେଉଁ ସୁବିଧାଟି ସବୁଠାରୁ ଭଲ ଲାଗିଲା।